ମୁଁ ମାଲିକଙ୍କ ଛୁଆକୁ କ୍ଷୀର ପିଆଉଥିଲି। ମାଲିକ ଆସି ମୋ ପାଖରେ ଠିଆ ହେଉଥିଲେ। ମୋତେ ବହୁତ ଲାଜ ଲାଗୁଥିଲା, କିନ୍ତୁ ମୁଁ କିଛି ବି କହିପାରୁନଥିଲି, କାହିଁକି ନା ମାଲିକ ମୋତେ 40,000 ଟଙ୍କା ଦରମା ଦେଉଥିଲେ। ମୁଁ କୌଣସି ପରିସ୍ଥିତିରେ ଏତେ ଟଙ୍କା ହାତଛଡ଼ା କରିବାକୁ ଚାହୁଁନଥିଲି। ଦିନେ ରାତିରେ ମାଲିକଙ୍କ ଛୁଆର ଦେହ ଖରାପ ହେଲା। ମାଲିକ ଛୁଆକୁ ମେଡ଼ିସିନ ଦେଲେ ଆଉ କହିଲେ, ଆଜି ରାତିରେ ତମେ ଏଠି ରହିଯାଅ। ମୁଁ ବି ରାଜି ହେଇଗଲି ରହିବା ପାଇଁ। କିନ୍ତୁ ସେଦିନ ମାଲିକ ମୋ ସହିତ ମୋ ସ୍ୱାମୀଙ୍କର ଦରମା ବହୁତ କମ୍ ଥିଲା। ସେଥିପାଇଁ ଆମ ଘର ବହୁତ କଷ୍ଟରେ ଚାଲୁଥିଲା। ମୋର ବି ଛୋଟ 6 ମାସର ଛୁଆକୁ ଛାଡ଼ି କାମକୁ କୁଆଡ଼େ ଯାଇପାରୁନଥିଲି କି ଚାକିରି ବି କେଉଁଠି କରିପାରୁନଥିଲି। ଦିନେ ଆମ ପଡ଼ିଶା ଘର ଅପା ଏମିତିକି ମୋତେ ଗୋଟେ କଥା କହିଲେ, ଯେଉଁ କଥା ଶୁଣିକି ମୁଁ ଚିନ୍ତାରେ ପଡ଼ିଗଲି। ମୋତେ ଲାଗୁଥିଲା କି ମୋ ସ୍ୱାମୀ ବୋଧେ ଏ କଥା ପାଇଁ ରାଜି ହେବେନି, କାହିଁକିନା ସେ କାମ ହିଁ ସେମିତି ଥିଲା। ସେ ଅପା କହିଲେ କି ତାଙ୍କର ଚିହ୍ନା ପରିଚୟ ଭିତରେ ସେମାନଙ୍କୁ ଏମିତି ଗୋଟେ ସ୍ତ୍ରୀ ଲୋକ ଦରକାର, ଯିଏ ତାଙ୍କର ଛୁଆର ମା ହେଇପାରିବ। କାହିଁକିନା ସେ ଘରର ମାଲିକ ବହୁତ ଧନୀ ଆଉ ସେ ତାଙ୍କ ଛୁଆକୁ ବହୁତ ଭଲ ପାଆନ୍ତି। ଆଉ ତୁ ଯଦି ରାଜି ହେଇଯିବୁ ତାହେଲେ ସେ ମାଲିକ ତୋତେ ବହୁତ ଦରମା ଦେବେ। ମୁଁ କହିଲି, ମୋ ସ୍ୱାମୀ ବୋଧେ ରାଜି ହେବେନି। ସେହି ସମୟରେ ପଡ଼ିଶା ଘର ଅପା କହିଲେ, ତୁ ଆଗ ମୋ ସାଥିରେ ଚାଲ ଆଉ ମାଲିକଙ୍କୁ ପଚାର ସେ ତୋତେ କେତେ ଦରମା ଦେବେ। ଯଦି ଦରମା ଅଧିକ ଦେବାକୁ ରାଜି ହେବେ ତାହେଲେ ତୋ ସ୍ୱାମୀ ଆଉ ମନା କରିପାରିବେନି, କାହିଁକି ନା ତମକୁ ତ ଭଲ ଦରମା ମିଳିବ ନା, ଆଉ ତୋ ପୁଅକୁ ବି ଭଲ ଖାଇବାକୁ ମିଳିବ। ଏକଥା ଶୁଣିକି ମୁଁ ଚୁପ୍ ହେଇଗଲି, କାରଣ ଇଏ ସତ କଥା। ମୋ ସ୍ୱାମୀଙ୍କର ବହୁତ କମ୍ ରୋଜଗାର। ସେ ପଇସା ତ ଆମ ଘର ଖର୍ଚ୍ଚକୁ ବି ପାଉନି। ମୁଁ ବି ଭଲ ଖାଇବା ଖାଇପାରୁନି। ସେଥିପାଇଁ ତ ମୋ ପୁଅ ଏତେ ଦୁର୍ବଳ। ସବୁ କଥା ଭାବି ଏଇ କାମ କରିବାକୁ ମୁଁ ରାଜି ହେଇଗଲି। ଏମିତିକି ପରଛୁଆକୁ କୋଳକୁ ନେବା ପାଇଁ ବି ରାଜି ହେଇଗଲି। ଏ କାମ ତ ମୋ ପାଇଁ ସହଜ ନଥିଲା, କିନ୍ତୁ ମୋ ଛୁଆ ପାଇଁ କରିବାକୁ ମୁଁ ବାଧ୍ୟ ହେଇଗଲି। ମୋତେ ବି ଆମ ପଡ଼ିଶା ଘର ଅପା କଥା ଠିକ୍ ଲାଗିଲା ଯେ ପ୍ରଥମେ ମୁଁ ଯାଇ କଥା ହେଇ ଦରମା କଥା ବୁଝିବି। ଯଦି ଭଲ ଦରମା ଦେବେ ତାହେଲେ ମୋ ସ୍ୱାମୀକୁ ମନେଇ ଦେବି। ତା ପରଦିନ ସକାଳୁ ମୋ ଛୁଆକୁ କୋଳରେ ଧରି ଆମ ପଡ଼ିଶା ଘର ଅପାଙ୍କ ସହିତ ମୁଁ ଯାଇ ପହଞ୍ଚିଗଲି ମାଲିକଙ୍କ ବଙ୍ଗଳାରେ। ସତରେ ସେମାନେ ବହୁତ ଧନୀ ଥିଲେ। ଯେତେବେଳେ ମୁଁ ଘର ଭିତରକୁ ଗଲି ଦେଖିଲି ସେ ଘରର ମାଲିକିଆଣୀ ଗୋଡ଼ ଉପରେ ଗୋଡ଼ ପକାଇ ସୋଫା ଉପରେ ବସିଥିଲେ ଆଉ ଛୁଆ ବହୁତ କାନ୍ଦୁଥିଲା। ଆଉ ଗୋଟେ ଚାକରାଣୀ କୋଳରେ ଥିଲା। ଚାକରାଣୀଟି ଛୁଆଟିକୁ ବଟଲରେ କ୍ଷୀର ପିଆଉଥିଲା, କିନ୍ତୁ ଛୁଆଟି ଜମାରୁ କ୍ଷୀର ପିଉନଥିଲା। ମୋତେ ମାଲିକିଆଣୀ ଦେଖି ମୋ ପାଦରୁ ମୁଣ୍ଡ ଯାଏ ଚାହିଁଲେ ଆଉ ରାଗିକି କହିଲେ, କେଜାଣି କାହିଁକି ତମେ ମାଲିକଙ୍କ ମୁଣ୍ଡରେ ଏ କଥା ପଶିଛି। ଆଜିକାଲି ପିଲାମାନେ ତ ସମସ୍ତେ ଡବା କ୍ଷୀର ପିଇକି ଖୁସି ହେଇଯାଉଛନ୍ତି, କିନ୍ତୁ ୟାଙ୍କର କେବଳ ମା କ୍ଷୀର ହିଁ ଦରକାର। ଏ କଥା କହି ମୋତେ କହିଲେ, ଏସବୁ ବିଷୟରେ ମୁଁ କଥା ହେଇ ମୋ ଟାଇମ୍ ୱେଷ୍ଟ କରିବାକୁ ଚାହୁଁନି। ତମ ମାଲିକ ରୁମ୍ରେ ଅଛନ୍ତି, ସେ ଆସିଲେ ତମେ କଥା ହେଇଯିବ। এই କଥା କହି ଡ୍ରାଇଭରକୁ ଧରି ଗାଡ଼ିରେ ବସି ଚାଲିଗଲେ ସପିଂ କରିବା ପାଇଁ। ମୁଁ ତ ସେ ସ୍ତ୍ରୀ ଲୋକକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲି ଯେ କେମିତିକା ମା ଇଏ ପୁଣି। ଭାବିଲି ଯଦି ଏ ସ୍ତ୍ରୀ ଲୋକକୁ ରୋଗ ହେଇଥିବ, କିନ୍ତୁ ଦେଖିବା ପାଇଁ ତ ସେ ପୁରା ସୁସ୍ଥ, ଯେ ନିଜ ଛୁଆର ଯତ୍ନ ବହୁତ ଭଲ ଭାବେ ନେଇପାରିବ। ଏମିତିରେ ବି ଆଜିକାଲି କିଛି ମା ଅଛନ୍ତି ଯେ ନିଜ ସୌନ୍ଦର୍ଯ୍ୟ ପାଇଁ ପିଲାମାନଙ୍କୁ ଅନଉନାହାନ୍ତି। ମୋ ପାଖରେ କିଛି ନାହିଁ, ମୁଁ ଭଲ ଖାଦ୍ୟ ଖାଇପାରୁନି, କିନ୍ତୁ ଏ ସ୍ତ୍ରୀ ଲୋକ ପାଖରେ ସବୁ ଥାଇ ମଧ୍ୟ ପିଲାକୁ ଚାକର ହାତରେ ବଢ଼ିବା ପାଇଁ ଛାଡ଼ି ଦେଇଛନ୍ତି। ସେହି ସମୟରେ ମାଲିକ ବାହାରକୁ ଆସିଲେ ଆଉ ଆମ ପଡ଼ିଶା ଘର ସ୍ତ୍ରୀ ଲୋକକୁ କହିଲେ, କ'ଣ ଇଏ ସେହି ସ୍ତ୍ରୀ ଲୋକ ଯାହା କଥା ତମେ କହୁଥିଲ? ପଡ଼ିଶା ଘର ଅପା କହିଲେ, ହଁ। ତାପରେ ମାଲିକ ମୋ କୋଳରେ ଥିବା ମୋ ଛୁଆକୁ ଦେଖିଲେ ଆଉ ମୋତେ ଦେଖିଲେ। ମୁଁ ଦେଖିବାକୁ ବହୁତ ପତଳା। ମାଲିକ କହିଲେ, ୟାଙ୍କୁ ନିଜକୁ ତ ଖାଦ୍ୟ ଦରକାର, ଆଉ ଇଏ ମୋ ଛୁଆକୁ କ'ଣ କ୍ଷୀର ଦେବ? ମୁଁ ମାଲିକଙ୍କ କଥା ଶୁଣି କହିଲି ଯେ ଇଏ ସଂସାରକୁ ମୋତେ ଆଣିଛି, ସେ ନିଶ୍ଚୟ ଭାବେ ଜାଣିଥିବ କି ମୋ ପେଟ କେମିତି ପୁରିବ। ମୋ କଥା ଶୁଣି ମାଲିକ ପୁରା ଆଶ୍ଚର୍ଯ୍ୟ ହେଇଗଲେ ଆଉ କହିଲେ, ମୋ ଛୁଆ ବହୁତ ଦେହ ଖରାପ ରହୁଛି, କାହିଁକି ନା ତାକୁ ପାଉଡ଼ର ବାଲା କ୍ଷୀର ସୁଟ୍ କରୁନି। ମୋ ସ୍ତ୍ରୀ ବି ତାକୁ କ୍ଷୀର ଦେବାକୁ ଚାହୁଁନି, ଆଉ ମୁଁ ବି ମୋ ଛୁଆକୁ ନେଇ କୌଣସି କମ୍ପ୍ରମାଇଜ୍ କରିବାକୁ ଚାହୁଁନି। ସେତିକିବେଳେ ମୁଁ କହିଲି, ଆପଣ ମୋତେ କେତେ ଟଙ୍କା ଦେଇପାରିବେ? ସେ କହିଲେ, ତମେ ଯେତେ ଚାହିଁବ ମୁଁ ଦେଇପାରିବି। ସବୁବେଳେ ସୁସ୍ଥ ରହିବା ଦରକାର।
ତାପରେ ମାଲିକ କହିଲେ ମୁଁ ମାସକୁ 40,000 ଟଙ୍କା ଦେବି। ଏତେ ଟଙ୍କା କଥା ଶୁଣି ମୋର ହୋସ୍ ଉଡ଼ିଗଲା, କାହିଁକି ନା ମୋର ଜରୁରତ ଠାରୁ ଅଧିକ ଗୁଣ ସେ ଅଧିକ ଥିଲା। ତାପରେ ମୁଁ ମୋ ଘରକୁ ଗଲି ଆଉ ମୋ ସ୍ୱାମୀଙ୍କୁ ସବୁ ସତ କଥା କହିଦେଲି। ପ୍ରଥମେ ତ ମୋ ସ୍ୱାମୀ ରାଜି ହେଉନଥିଲେ, ତାପରେ ମୁଁ ମୋ ସ୍ୱାମୀଙ୍କୁ ମନେଇ ଦେଲି। ତା ପରଦିନ ଯେତେବେଳେ ମୁଁ ଗଲି, ମାଲିକ ଛୁଆକୁ ଧରିଥିଲେ। ମୋତେ ଦେଖି ଛୁଆକୁ ଧରେଇ ଦେଲେ ଆଉ କହିଲେ ଆଜି ଦିନ ସାରା ତମକୁ ଏଠି ରହିବାକୁ ପଡ଼ିବ, ରାତି 10ଟାରେ ତ ତମେ ଘରକୁ ଯିବ। ମୁଁ ବି ମୋ ଛୁଆକୁ ସାଥିରେ ନେଇକି ଯାଇଥିଲି। ତାପରେ ମୁଁ କ'ଣ କଲି ନା ମାଲିକ ଛୁଆର ରୁମ୍କୁ ଗଲି। ସେତେବେଳକୁ ଛୁଆଟିକୁ ଭୋକ ଲାଗୁଥିଲା। ସାଙ୍ଗେ ସାଙ୍ଗେ ମୁଁ କ୍ଷୀର ଦେଲି। ଛୁଆଟି ଯେମିତି କ୍ଷୀର ପିଇଲା ସାଙ୍ଗେ ସାଙ୍ଗେ ଶୋଇପଡ଼ିଲା। ମୋ ପୁଅ ମୋ କୋଳରେ ମାଲିକଙ୍କ ଛୁଆକୁ ଦେଖି ନିରୀହଙ୍କ ପରି ଚାହିଁ ରହିଥିଲା, ଯେମିତି ମୁଁ ତା ଜାଗା ଆଉ କାହାକୁ ଦେଇଦେଇଛି। ସେଥିପାଇଁ ମୋ ପୁଅ ମଧ୍ୟ ମୋ କୋଳକୁ ଆସିବାକୁ ଚେଷ୍ଟା କରୁଥିଲା, କିନ୍ତୁ ସେତେବେଳେ ମାଲିକଙ୍କ ପୁଅ ମୋ କୋଳରେ ଥିଲା। ତାପରେ ମୁଁ ସେ ଛୁଆର ଖେଳନା ମୋ ପୁଅ ଚାରିପଟେ ରଖିଦେଲି। ମୋ ପୁଅ ଖେଳନା ସହିତ ଖେଳିବାକୁ ଲାଗିଲା। ତାପରେ ମୁଁ ମାଲିକଙ୍କ ଛୁଆକୁ ନେଇ ତା ବେଡ୍ ଉପରେ ଶୁଆଇଦେଲି। ତାପରେ ମୋ ଛୁଆକୁ ଯେମିତି କୋଳକୁ ନେଲି ସେ ସାଙ୍ଗେ ସାଙ୍ଗେ ଶୋଇପଡ଼ିଲା। ହେଲେ ମୋ ପୁଅକୁ ଶୁଆଇବି କୋଉଠି? ସେ ବେଡ୍ ତ ମାଲିକଙ୍କ ପୁଅର। ମୋ ପୁଅ ସେଠି କେମିତି ଶୋଇବ? ତାପରେ ମୁଁ କ'ଣ କଲି ନା ମୋ ପୁଅକୁ ତଳେ ଶୁଆଇଦେଲି ଆଉ ସେଇଠି ବସିକି ରହିଲି। କିଛି ସମୟ ପରେ ସେ ଘରର ଚାକରାଣୀ କବାଟ ଖୋଲିକି ଆସିଲା। ତା ହାତରେ କ୍ଷୀର ଗ୍ଲାସ୍ ଥିଲା। ସେ ମୋ ହାତରେ କ୍ଷୀର ଗ୍ଲାସ୍ ଧରେଇଦେଲା ଆଉ କହିଲା ମାଲିକ କହିଛନ୍ତି ତମକୁ ଏଇ କ୍ଷୀର ପିଇବା ପାଇଁ, ଆଉ ଏ ଫଳ ତକ ତମକୁ ଖାଇବା ପାଇଁ ପଡ଼ିବ। ମୁଁ କହିଲି ମୋତେ? ସେ କହିଲା ହଁ, କାହିଁକି ନା ତମେ ଯଦି କ୍ଷୀର ପିଇବ ତାହେଲେ ଛୁଆ ଭଲରେ କ୍ଷୀର ପାଇବ। ମୁଁ ପୁରା ବର୍ଷକ ପରେ ପୁରା ଗୋଟେ ଗ୍ଲାସ୍ କ୍ଷୀର ପିଇଲି। କାହିଁକି କେଜାଣି ମୋତେ ବହୁତ କାନ୍ଦ ଲାଗିଲା ଯେ ମଣିଷର କେତେବେଳେ କୋଉ ପରିସ୍ଥିତି ଆସିଯାଏ। ଦିନେ ମୋତେ ଭାତ ଯୋଡ଼େ ମିଳିବାକୁ କଷ୍ଟ ହେଉଥିଲା, କିନ୍ତୁ ଆଜି ମାଲିକଙ୍କ ଛୁଆ ପାଇଁ ସବୁ କିଛି ମୋତେ ମିଳୁଛି। ଏମିତି ସବୁଦିନ ଚାଲିଲା। 15 ଦିନ ପରେ ମୋ ଚେହେରା ପୁରା ପରିବର୍ତ୍ତନ ହେଇଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏଇଆ ଥିଲା ଯେ ଯେତେବେଳେ ମୁଁ ମାଲିକଙ୍କ ଛୁଆକୁ କ୍ଷୀର ପିଆଉଥିଲି, ସେହି ସମୟରେ ମାଲିକ ଆସି ମୋ ପାଖରେ ଠିଆ ହେଉଥିଲେ ଆଉ ତାଙ୍କ ପୁଅ ବିଷୟରେ ପଚାରୁଥିଲେ। କିନ୍ତୁ କାହିଁକି କେଜାଣି ମାଲିକଙ୍କ ହାଲଚାଲ ମୋତେ ଜମା ଭଲ ଲାଗୁନଥିଲା। ଏମିତି ସବୁଦିନ ଚାଲିଲା। ଦିନେ ମୁଁ ରାଗି ଯାଇ କହିଲି ମୋତେ ଏସବୁ ଭଲ ଲାଗୁନି। ଆପଣ କାହିଁକି ମୋ ଛୁଆକୁ କ୍ଷୀର ପିଆଉଥିବା ସମୟରେ ବାରମ୍ବାର ରୁମ୍ ଭିତରକୁ ଆସୁଛନ୍ତି? ମାଲିକ କହିଲେ ଗୋଟେ ସତ କଥା କହିବି, ତମ ଖାଇବା ପିଇବାରେ ଏତେ ଖର୍ଚ୍ଚ କରୁଛି, କିନ୍ତୁ ମୋତେ ଏମିତି ଲାଗୁଛି ତମେ ମୋ ଛୁଆଠାରୁ ଅଧିକ ତମ ଛୁଆକୁ ଭଲ ପାଉଛ। ମୁଁ ଯଦି ପଇସା ଖର୍ଚ୍ଚ କରୁଛି କେବଳ ମୋ ଛୁଆ ପାଇଁ କରୁଛି। ଏକଥା ଶୁଣିକି ମୋ ମୁଣ୍ଡ ବୁଲେଇ ଦେଲା। ମୁଁ କହିଲି ଆପଣ କ'ଣ ଭାବୁଛନ୍ତି ମୁଁ ବେଇମାନ? ତମର ଖାଇ ମୁଁ ତମ ଛୁଆକୁ କ୍ଷୀର ଦେଉଛି, ଆପଣଙ୍କ ଛୁଆକୁ ମୁଁ ପଚାରୁନି? ଆପଣଙ୍କ ଛୁଆ ଭୋକିଲା ରହୁଛି? ଶୁଣନ୍ତୁ ମାଲିକ, ମୁଁ ଗରିବ ସତ, କିନ୍ତୁ ନମକ ହାରାମ ନୁହେଁ। ଯଦି ଆପଣଙ୍କର ସନ୍ଦେହ ହେଉଛି ତାହେଲେ ଆପଣ ଆଉ କାହାକୁ ଦେଖନ୍ତୁ। ଏଇ କଥା କହି ମୁଁ ମୋ ଛୁଆକୁ ଧରିଥିଲି ଆଉ ସେଠାରୁ ଚାଲି ଆସିଲି। ମାଲିକ ମୋ ପଛରୁ ଡାକୁଥିଲେ, କିନ୍ତୁ ମୁଁ ଶୁଣିଲିନି। ଘରକୁ ଆସିଲି। ତା ଛଡ଼ା ଏତେ କଥା ଶୁଣିବା ପରେ ମୁଁ କେମିତି ରହିଥାନ୍ତି? ମୋ ଛୁଆର ଅଧିକାର ବି ସେ ଛୁଆକୁ ଦେଇଥିଲି, କିନ୍ତୁ ମୋତେ କ'ଣ ମିଳିଲା? ଏହିସବୁ କଥା ଭାବୁ ଭାବୁ ମୋ ନଜର ଘଣ୍ଟା ଉପରେ ପଡ଼ିଲା। ସେତେବେଳକୁ ରାତି 12ଟା ହେଲାଣି, କିନ୍ତୁ ଏପର୍ଯ୍ୟନ୍ତ ମୋ ସ୍ୱାମୀ ଘରକୁ ଆସିଲେନି। ଠିକ୍ ସେହି ସମୟରେ ଫୋନ୍ ଆସିଲା, ମୋ ସ୍ୱାମୀଙ୍କର ଆକ୍ସିଡେଣ୍ଟ ହେଇଯାଇଛି। ମୁଁ ଏକଥା ଶୁଣି ହସ୍ପିଟାଲ ଗଲି ଆଉ ସେଠି ଯାଇ ଦେଖିଲି ମୋ ସ୍ୱାମୀ ଆଉ ନାହାନ୍ତି। ସେ ମୋତେ ଆଉ ମୋ ଛୁଆଟିକୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି। ମୁଁ ଜୋରସେ କାନ୍ଦି କାନ୍ଦି ମୋ ସ୍ୱାମୀଙ୍କ ଶବକୁ ଦେଖୁଥାଏ ଆଉ ମୋ 6 ମାସର ନିରୀହ ଛୁଆକୁ ଚାହୁଁଥାଏ। ମୁଁ ସେମିତି ମୋ କଅଁଳା ଛୁଆକୁ ଧରି ସାରା ରାତି କାନ୍ଦୁଥାଏ। ଯେମିତି ସକାଳ ହେଲା ମୋ ସ୍ୱାମୀଙ୍କର ଅନ୍ତିମ ସଂସ୍କାର ହେଲା। ମୋ ପୁଅ କିଛି ଜାଣିପାରୁନଥିଲା ଯେ ସେ ବାପା ଛେଉଣ୍ଡ ହେଇଯାଉଛି ବୋଲି, ତା ମୁଣ୍ଡ ଉପରେ ତା ବାପାର ହାତ ନାହିଁ ବୋଲି। ସାହି ପଡ଼ିଶା ଦିନଯାକ ସେମିତି ଘରକୁ ଆସୁଥାନ୍ତି। ଜଣେ ଜଣେ କହୁଥାନ୍ତି ତମେ ମା ପୁଅ ଏତେ ବଡ଼ ଦୁନିଆରେ ଏକା ହେଇଗଲ, ତୋ ସ୍ୱାମୀ ଯବାନ ବୟସରେ ତୋତେ ଛାଡ଼ି ଆରପାରିକୁ ଚାଲିଗଲା, ତମେ କେମିତି ବଞ୍ଚିବ, ଏମିତି ଗୁଡ଼ାଏ କଥା କହୁଥିଲେ। ଠିକ୍ ସେହି ସମୟରେ ଗୋଟେ ବଡ଼ ଗାଡ଼ି ଆସି ଆମ ଦୁଆରେ ଲାଗିଲା। ସେ ଗାଡ଼ି ଭିତରୁ ମାଲିକ ବାହାରିକି ଆସିଲେ।
କାରଣ ସେ ଖବର ପାଇସାରିଥିଲେ କି ମୋ ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି ବୋଲି। ମୋତେ ମାଲିକ ସାନ୍ତ୍ୱନା ଦେଲେ। ମୁଁ ମାଲିକଙ୍କ କଥା ଶୁଣି ଜୋର ସେ କାନ୍ଦିଲି। ସେହି ସମୟରେ ମାଲିକ କହିଲେ, ତମେ ଟେନସନ୍ ନିଅନି। ମୁଁ ତୁମକୁ ଏଇ କଥା କହିବାକୁ ଆସିଥିଲି କି ମୋ ପୁଅ ଦେହ ବହୁତ ଖରାପ। ସେ ବହୁତ କାନ୍ଦୁଛି। ଆମ ଘର ଚାକରାଣୀ ପାଖରେ ରହୁନି, କାହିଁକି ନା ତମ କୋଳରେ ରହି ତାର ଅଭ୍ୟାସ ହେଇଗଲାଣି। ଭଲ ହେବ ତମେ ପୁଣି ଥରେ ଫେରିଚାଲ। ମୁଁ ମୋ ଭୁଲ ପାଇଁ କ୍ଷମା ମାଗୁଛି। ମୁଁ ଟିକେ ମୋ ଛୁଆକୁ ନେଇ ଅଧିକ ଟେନସନ୍ ହେଇଯାଇଥିଲି, ସେଥିପାଇଁ ସେମିତି କହିଦେଲି। ତାପରେ ମାଲିକ ମୋ ହାତରେ 50,000 ଟଙ୍କା ଧରେଇଦେଲେ ଆଉ ଚାଲିଗଲେ। ମୋ ଘରୁ ସଉଦାପତ୍ର ବି ସରିଯାଇଥିଲା। ଯେତେବେଳେ ମୁଁ ଫୋନ୍ ଦେଖିଲି ସେତେବେଳକୁ ତାଙ୍କ ଚାକରାଣୀର କେତେଥର ଫୋନ୍ ଆସିଥିଲା କି ଛୁଆର ଦେହ ଖରାପ। ତାପରେ ମାଲିକ ମୋ ପାଖକୁ ଗାଡ଼ି ପଠାଇ ମୋତେ ତାଙ୍କ ଘରକୁ ନେଲେ। ସେତେବେଳକୁ ମୋ ଦେହ ବହୁତ ଖରାପ ଥାଏ। ମୁଁ ଯେମିତି ସେ ଛୁଆକୁ କୋଳକୁ ନେଲି ସେ ସାଙ୍ଗେ ସାଙ୍ଗେ ଚୁପ୍ ହେଇଗଲା। ତାପରେ ମୁଁ ସେ ଛୁଆକୁ ଆଉ ମୋ ଛୁଆକୁ ଶୁଆଇଦେଲି ଆଉ ସେହି ରୁମ୍ରେ ଠିଆ ହେଇଗଲି। ସେହି ସମୟରେ ମାଲିକ ମୋ ପାଖକୁ ଆସିଲେ ଆଉ ମୋତେ ତାଙ୍କ ପାଖକୁ ଟାଣି ନେଲେ। ମୁଁ କହିଲି, ମାଲିକ ଇଏ କ'ଣ ହେଉଛି? ମାଲିକ, ନାଇଁ କିଛି ନାହିଁ, କାନ୍ଥରେ ଝିଟିପିଟିଟେ ଥିଲା, ସେଥିପାଇଁ ମୁଁ ତୁମକୁ ଟାଣିଦେଲି। କିନ୍ତୁ କାହିଁକି କେଜାଣି ମୋତେ ବହୁତ ଅଜବ ଲାଗୁଥିଲା। ତାପରେ ମାଲିକ କହିଲେ, ତମେ ଆମ ଗେଷ୍ଟ ହାଉସ୍ରେ ରହିଯାଅ, ତମକୁ ଯିବା ଆସିବା କରିବାକୁ ସୁବିଧା ହେବ। ଏମିତିରେ ବି ତମର ଏ ଦୁନିଆରେ ଆଉ କେହି ନାହାନ୍ତି। ତାପରେ ମୁଁ ରାଜି ହେଇଗଲି ତାଙ୍କ ଗେଷ୍ଟ ହାଉସ୍ରେ ରହିବା ପାଇଁ। ମାଲିକଙ୍କ ଗେଷ୍ଟ ହାଉସ୍ ଦେଖିବା ପାଇଁ ବହୁତ ସୁନ୍ଦର। ମାଲିକ କହିଲେ, ଆଜିଠାରୁ ଏ ଘର ତମର। ମୁଁ କହିଲି, ଏମିତି କାହିଁକି କହୁଛନ୍ତି? ଏ ତ ଆପଣଙ୍କର ଦୟା। ମାଲିକ କହିଲେ, ଦୟା ନୁହେଁ, ଇଏ ହେଉଛି ତମର ହକ୍। ମାଲିକଙ୍କ ଘରଠାରୁ ଗେଷ୍ଟ ହାଉସ୍ ମାତ୍ର 1/2 କିଲୋମିଟର। ଏମିତିକା କେତେ ଦିନ ଚାଲିଲା। ମାଲିକ ମଧ୍ୟ ମୋ ପୁଅକୁ ଧରୁଥିଲେ ଆଉ ତାଙ୍କ ପୁଅ ପାଇଁ ଯାହା ବି ଡ୍ରେସ୍ କି ଖେଳନା ଆଣୁଥିଲେ ମୋ ପୁଅ ପାଇଁ ମଧ୍ୟ ଆଣୁଥିଲେ। ମାଲିକିଆଣୀ କେତେବେଳେ ଘରେ ରୁହନ୍ତିନି, ସବୁବେଳେ ସାଙ୍ଗସାଥି ଆଉ ସପିଂ। କେତେବେଳେ ସେ ଘରକୁ ଆସନ୍ତି ଆଉ କେତେବେଳେ ସେ ଘରୁ ବାହାରକୁ ଯାଆନ୍ତି କେହି ବି ଜାଣିନଥାନ୍ତି। ଦିନେ ମାଲିକଙ୍କ ଛୁଆ ଦେହ ଖରାପ ଥିଲା। ମାଲିକ ମୋତେ ସେଦିନ ରହିବାକୁ କହିଲେ। ମୁଁ ବି ରହିଗଲି। ରାତି ସାରା ଛୁଆଟି କାନ୍ଦୁଥିଲା। ଯେମିତି ମୁଁ ମେଡ଼ିସିନ ଦେଲି ଆଉ ସେ ଛୁଆଟି ଚୁପ୍ ହେଇ ଶୋଇପଡ଼ିଲା। ସେତେବେଳକୁ ରାତି ପ୍ରାୟ 2ଟା ହେବ। ସେହି ସମୟରେ ମାଲିକ ସେ ରୁମ୍କୁ ଆସିଲେ ଆଉ ମୋ ପାଖରେ ବସିଲେ। ସାଙ୍ଗେ ସାଙ୍ଗେ ମୋ ନିଦ ଭାଙ୍ଗିଗଲା। ମୁଁ କହିଲି, ମାଲିକ ଆପଣ ଏତେ ରାତିରେ? ଏଇ କଥା କହୁ କହୁ ମାଲିକ ତାଙ୍କ ପାଖକୁ ମୋତେ ଟାଣି ନେଲେ। କାହିଁକି କେଜାଣି ମୁଁ କିଛି କହିପାରୁନଥିଲି। କାହିଁକିନା ମୁଁ ଯଦି କିଛି କହିବି ମାଲିକ ଯଦି ମୋତେ ଚାକିରିରୁ ବାହାର କରିଦେବେ କି ତାଙ୍କ ଗେଷ୍ଟ ହାଉସ୍ରୁ ବାହାର କରିଦେବେ, ତାହେଲେ ମୁଁ କ'ଣ କରିବି, କେଉଁଠି ରହିବି? ତଥାପି ମୁଁ ସାହସ କରିକି କହିଲି, ମାଲିକ ଆପଣ ଇଏ କ'ଣ କହୁଛନ୍ତି? ମାଲିକ କହିଲେ, ମୁଁ ତୁମକୁ ବାହା ହେବାକୁ ଚାହେଁ। ମୁଁ କହିଲି, ମାଲିକ ମୁଁ ଜଣେ ବିଧବା, ଆପଣଙ୍କର ସ୍ତ୍ରୀ ଅଛନ୍ତି, ଆପଣ ଏମିତି କ'ଣ କହୁଛନ୍ତି? ସେହି ସମୟରେ ମାଲିକ କହିଲେ, ସ୍ତ୍ରୀ ୟାକୁ କୁହାଯାଏ। ସ୍ତ୍ରୀ 3 ଦିନ ହେଲାଣି କେଉଁଠି ଅଛି, କ'ଣ କରୁଛି ମୁଁ ଜାଣିନି। ଯାହାର ପିଲା ପ୍ରତି ସ୍ନେହ ନାହିଁ, ଯାହାର ସ୍ୱାମୀ ପ୍ରତି କେୟାର ବୋଲି କିଛି ନାହିଁ, ଇଏ କି ସ୍ତ୍ରୀ? ମୁଁ ତ ତମରି ପରି ସ୍ତ୍ରୀଟିଏ ଚାହୁଁଥିଲି। ମୁଁ ଚାହୁଁଛି ତମେ ମୋତେ ବାହା ହେଇଯାଅ। ମୁଁ ମୋ ସ୍ତ୍ରୀକୁ ଛାଡ଼ପତ୍ର ଦେଇଦେବି। ତମ ଛୁଆକୁ ବାପ ମିଳିଯିବ ଆଉ ମୋ ଛୁଆକୁ ମା। ତାପରେ ମୁଁ ବହୁତ ଭାବିକି ମାଲିକଙ୍କ କଥାରେ ରାଜି ହେଇଗଲି। କାହିଁକି ନା ମୋତେ ବି ମୋ ପୁଅ ପାଇଁ ସୁନ୍ଦର ଭବିଷ୍ୟତଟେ ଗଢ଼ିବାର ଥିଲା। ମାଲିକ ତାଙ୍କ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ଦେଇଦେଲେ। ସତ କଥା ହେଉଛି ମାଲିକିଆଣୀ ଆଉ ଜଣଙ୍କୁ ଭଲ ପାଉଥିଲେ। ଏବେ ସେ ତାଙ୍କ ପ୍ରେମିକ ପାଖରେ ରହୁଛନ୍ତି। ମୁଁ ଆଉ ମାଲିକ ବାହା ହେଇ ଏକାଠି ରହୁଛୁ। ମାଲିକ ମୋତେ ବହୁତ ଭଲ ପାଉଛନ୍ତି। ମୁଁ ଏବେ ବହୁତ ଖୁସିରେ ଅଛି। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।